ଖଡ଼ା ସହିତ ପଣସ ମଞ୍ଜିର ବେସର କରିକି ବି ଖାଇଛନ୍ତି କି? ଯଦି ଖାଇନାହାନ୍ତି ଆଜି ତାହେଲେ ପ୍ରସ୍ତୁତ କରିବା। ଚାଲନ୍ତୁ, ଖଡ଼ା ପଣସ ମଞ୍ଜିର ବେସର। ହାଏ ସାଙ୍ଗମାନେ, ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ କରୁଛି ସାଇ ଶାଲିନୀ ଓଡ଼ିଆ ବ୍ଲଗ୍କୁ। ଆପଣମାନେ କିପରି ଅଛନ୍ତି? ଆଶା କରୁଛି ଆପଣମାନେ ଭଲରେ ଥିବେ। ପ୍ରଥମେ ଖଡ଼ାର ଚେରକୁ ଭଲ ଭାବରେ ଛଡ଼େଇ ନେବା। ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ନେବା। ମୁଁ ଏଠି କିଛି ପଣସ ମଞ୍ଜିକୁ ବି ନେଇଛି। ପଣସ ମଞ୍ଜିର ଚୋପାକୁ ଛଡ଼େଇ ତାକୁ ମଝିରୁ ଦୁଇ ଫାଳ କରି ନେଇଯିବା। ଆଳୁ ଓ ବାଇଗଣକୁ ଲମ୍ବା ଲମ୍ବା କରି କାଟି ନେବା। ଏଠି ମୁଁ ମସଲାରେ ଜିରା 1 ଚାମଚ, ସୋରିଷ 1/2 ଚାମଚ, ଶୁଖିଲା ଲଙ୍କା 2ରୁ 3ଟି, ରସୁଣ 4ରୁ 5 କୋଲା, ଅଳ୍ପ ପାଣି ଦେଇ ତାକୁ ଚିକଣ କରି ବାଟି ନେବା। ମୁଁ ଏଠି ଶିଳରେ ବାଟି ନେଇଛି। ଆପଣ ଚାହିଁଲେ ଗ୍ରାଇଣ୍ଡରରେ ମଧ୍ୟ ବାଟି ପାରିବେ। ମୁଁ ଏଠି ଚୁଲି ଲଗାଇ ଗୋଟେ କଡ଼େଇ ବସାଇଦେବି। କଡ଼େଇରେ କିଛି ପାଣି ନେଇଯିବି। 1 ଚାମଚ ହଳଦୀ ଗୁଣ୍ଡ ଦେଇ ତାକୁ କିଛି ସମୟ ପାଇଁ ଛାଡ଼ିଦେବି। ପାଣି ଫୁଟିଗଲା ପରେ କଟା ହୋଇ ରଖାଯାଇଥିବା ପରିବାକୁ ଦେଇଦେବି। ସ୍ୱାଦ ଅନୁସାରେ ଲୁଣ ବି ଦେଇଦେବି। ତାକୁ କିଛି ସମୟ ପାଇଁ ସିଝିବା ପାଇଁ ଛାଡ଼ିଦେବି। ପରିବା ସବୁ ଦରସିଝା ହୋଇଗଲା ପରେ କଟା ଟମାଟୋକୁ ଦେଇଦେବା। ବଟା ହୋଇ ରଖାଯାଇଥିବା ବେସରକୁ ଦେଇକି ତାକୁ ପୁଣି ଘୋଡ଼େଇ ନେବା। ପରିବା ଏଠି ମୋର ସିଝିଗଲାଣି। ଦେଖନ୍ତୁ, ଖଡ଼ା ବି ସିଝିଗଲାଣି। ଗୋଟେ ପାତ୍ରକୁ କାଢ଼ି ନେବା। କଡ଼େଇରେ କିଛି ତେଲ ଦେବା। ସୋରିଷ ଦେଇ ଫୁଟଣ କରିବା। କଟା ପିଆଜକୁ ଢାଳି ତାକୁ ଭାଜିଦେବା। ଟିକେ ଭାଜି ହୋଇଗଲା ପରେ ବଡ଼ିକୁ ଗୁଣ୍ଡ କରି ନେବା। ତାପରେ ସିଝା ହୋଇ ରଖାଯାଇଥିବା ପରିବାକୁ ସବୁ ଦେଇଦେବା। ଆପଣମାନେ ଏହାକୁ ଗରମ ଭାତ ସହିତ ଏନ୍ଜୟ କରିପାରିବେ। ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା? ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ଜଗନ୍ନାଥ।